ଆଜି ଡିସେମ୍ବର ମାସ 5 ତାରିଖ ଶୁକ୍ରବାର। ଆଜିର ପାଣିପାଗ ଅପଡେଟ୍ ଆସିଯାଇଛି। ଚାଲନ୍ତୁ ନଜର ପକାଇବା। ପୁଣି ବଢ଼ିବ ଶୀତ। ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଆଗାମୀ 2ରୁ 3 ଦିନ ମଧ୍ୟରେ ଆହୁରି କମିବ ତାପମାତ୍ରା। ଆସନ୍ତା 24 ଘଣ୍ଟାରେ ଘନ କୁହୁଡ଼ି ପାଇଁ 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରଭାବ ସାମାନ୍ୟ କମ୍ ରହିଥିବା ବେଳେ ଆଗାମୀ 2 ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପରେ 2ରୁ 3 ଡିଗ୍ରୀ ତାପମାତ୍ରା କମିବା ସହ ପୁଣି ବଢ଼ିବ ଶୀତ। ଏହା ସହ ଆସନ୍ତା 2 ଦିନ ଯାଏଁ ଘନ କୁହୁଡ଼ିର ସମ୍ଭାବନା ଥିବା ବେଳେ ଆସନ୍ତା 24 ଘଣ୍ଟାରେ କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ ଗତକାଲି କନ୍ଧମାଳ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହୋଇଥିଲା। କନ୍ଧମାଳରେ 9 ଡିଗ୍ରୀ ସେଲସିୟସ୍ ଥିଲା। ସେହିପରି ଅନୁଗୁଳରେ 11 ଡିଗ୍ରୀ ସେଲସିୟସ୍, କୋରାପୁଟରେ 11 ଡିଗ୍ରୀ ସେଲସିୟସ୍, ରାଉରକେଲାରେ 10 ଡିଗ୍ରୀ ଓ ଝାରସୁଗୁଡ଼ାରେ 10 ଡିଗ୍ରୀ, କେନ୍ଦୁଝରରେ 10 ଡିଗ୍ରୀ, ଢେଙ୍କାନାଳରେ 12 ଡିଗ୍ରୀ, ଭଦ୍ରକରେ 15 ଡିଗ୍ରୀ ଏବଂ ସୁନ୍ଦରଗଡ଼ରେ 10 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିଲା।